ଆସନ୍ତୁ ଶୁଣିବା ଗଳ୍ପ ତାପରେ। ଗାଳ୍ପିକ ଗୋଦାବରୀଶ ମହାପାତ୍ର। ଅତି ବୃହତ୍ ଏ ପୃଥିବୀର ଏକ କ୍ଷୁଦ୍ର କୋଣରେ ବସି ଆଜି ଯେଉଁ କଥାଟି କହିବି ତାହା ଅତି ପ୍ରାଚୀନ ନୁହେଁ, ଖାଣ୍ଟି ନୂତନ ମଧ୍ୟ ନୁହେଁ। ମାତ୍ର ଭାଗ୍ୟ ଦୋଷରୁ ହେଉ ବା ଭଗବାନଙ୍କ କରୁଣାରୁ ହେଉ କିମ୍ବା କେଉଁ ଅପଶକ୍ତିର ଅଭିଶାପରୁ ହେଉ ଏକଥା ସବୁ ଓଡ଼ିଶାର ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ ଅବସ୍ଥାରେ ଆସି ପହଞ୍ଚିଲାଣି। ସେଦିନ ଅତି ନବୀନ ଆମେ କେତୋଟି ବସି ଗପ କରୁଥିଲୁ। ବନ୍ଧୁ ମୋର ବଡ଼ ଆକ୍ଷେପ କରି କହିଲେ, ଏ ସଂଖ୍ୟାରେ ଯେବେ ତୁମର ଗୋଟିଏ ପ୍ରେମ ଗଳ୍ପ ନ ବାହାରିବ ତାହେଲେ ନିତାନ୍ତ ଅସୁନ୍ଦର ହେବ। ଜଣାଯିବ ଯେ ତୁମେ ଜଣେ ବଡ଼ ବେରସିକ ବନ୍ଧୁ। ଏଣିକି ବୁଝାଯିବ ଆମ ଅନୁରୋଧ ପ୍ରତି ତୁମର ଭ୍ରୂକ୍ଷେପ ସୁଦ୍ଧା ନାହିଁ। କହିଲି, ପ୍ରେମ ଗଳ୍ପ? ବେଶ ତ, ଏ ଅନୁରୋଧ ରକ୍ଷା ନ କରି ହେବ ବା କାହିଁକି? ବନ୍ଧୁ କହିଲେ, ଛଳ ଛଳ ଚାହାଣୀ, କଳକଳ ବଚନ, ଢଳ ଢଳ ଲୋତକ, ଗୋଲାପୀ ଶାଢ଼ୀ, ହୋସେନ ହେନାର ଗନ୍ଧ, ଜୁଇ ଫୁଲର ମାଳା, ନୀଳ ଶାଢ଼ୀର ତରଙ୍ଗିତ ପଣତ, ଆରକ୍ତ ଅଧର, ସୁଗୋଲ ବାହୁ, ଖିଲିଖିଲି ହସ, ଏସବୁ କଥା ବା ଏଇପରି କିଛି ସେ ଗଳ୍ପରେ ରହିବ ତ? ଟିକେ ନୀରବ ରହି କହିଲି, ଠିକ୍ ଏଇପରି, ଠିକ୍ ଏଇଭଳିଆ ବର୍ଣ୍ଣନା। ମାତ୍ର ଆଖିରୁ ଯେବେ ଲୁହ ଶୁଖି ଯାଇଥିବ, ଓଠ ଯେବେ ଶୁଖି କଳା ପଡ଼ିଯାଇଥିବ, ଗୋଲାପୀ ଶାଢ଼ୀ ଯେବେ ମଇଳା କନାରେ ପରିଣତ ହୋଇଯାଇଥିବ, ଅପାଙ୍ଗ ଚାହାଣୀ ଯେବେ ବିଭଙ୍ଗ ହୋଇପଡ଼ିଥିବ, ହାସ୍ୟରଳ ପାଇଁ କଣ୍ଠ ଯେବେ ପଡ଼ିଯାଇଥିବ, ତେବେ କ'ଣ ଚଳିବ ନାହିଁ? ଏଥିରେ କ'ଣ ଆପତ୍ତି ଅଛି? ବନ୍ଧୁବର ଆଖି ଡୋଳାକୁ ବଡ଼ ଦେଉଳର ଚକା ଡୋଳାଙ୍କ ପରି ସ୍ଥିର ରଖି କହିଲେ, ଇଏ କିପରି କଥା? ଏ କି ପ୍ରେମ ଗଳ୍ପର ବର୍ଣ୍ଣନା? ତୁମେ କ'ଣ ମଶାଣିରୁ ଉଠି ଆସିଛ କି? ଏ ଯେ ବନ୍ୟା ଦୁର୍ଭିକ୍ଷ ପ୍ରପୀଡ଼ିତ କେତେଗୁଡ଼ାଏ ପ୍ରେତ ପ୍ରେତିନୀଙ୍କର ଚିତ୍ର କଥା କହୁଛ। ତୁମ କଥା ଶୁଣି ମୁଁ ଅବାକ୍। ଆଉ ଧୈର୍ଯ୍ୟ ଧରି ନ ପାରି କହିଲି, ଏ ମଶାଣିରୁ ଉଠି ଆସିଥିବା ଏକ ପ୍ରକାର ସତ, ଆଉ ତମେ ଅବାକ୍ ହେବା ମଧ୍ୟ ଉଚିତ। ମନେ ରଖିଛ ନା ବନ୍ଧୁ, ଏ ଦେଶଟା ହେଉଛି ଓଡ଼ିଶା। ଏ ହେଉଛି ବନ୍ୟା ଦୁର୍ଭିକ୍ଷର ଦେଶ। ଏ ହେଉଛି ନିଷ୍ପେଷିତଙ୍କର ଦେଶ। ଏ ହେଉଛି ଅବହେଳିତଙ୍କର ଦେଶ। ମନେ ରଖିଛ ନା ଏସବୁ? ବନ୍ଧୁ ଟିକିଏ ସ୍ତମ୍ଭିତ ହୋଇ ପଚାରିଲେ, ୟା ସହିତ ତୁମ ଗଳ୍ପର ଆଉ ଫୁଲ ସହିତ ସୌରଭର ଯେ ସମ୍ପର୍କ? ବନ୍ଧୁ ଆଳାପରେ ଆଉ ବେଶୀ ସମୟ ଅଟକି ନ ପାରି ପଚାରିଲେ, ଗଳ୍ପଟା କ'ଣ ଏହିପରି ଏଇଠାରୁ ଆରମ୍ଭ କରୁଛୁ? ତାହେଲେ କହିଲି, କ୍ଷତି କ'ଣ? 1866 ଖ୍ରୀଷ୍ଟାବ୍ଦର ନିରାଟ ଗ୍ରୀଷ୍ମ ସମୟ। ତୃଷାତୁରା ଧରଣୀର ଚିତ୍କାର ନରନାରୀ କଣ୍ଠରେ, ପଶୁପକ୍ଷୀ କଣ୍ଠରେ ଶୁଣାଯାଉଥିଲା। ତରୁଲତା ଏ ଚିତ୍କାର ଶୁଣି ହା ହତାଶ ଭାବରେ ପତ୍ରଗୁଡ଼ାକ ଝାଡ଼ି ଦେଉଥିଲେ। କେବେ କେବେ ଅଗ୍ନିମିଶା ପବନ ପୁର ପ୍ରାନ୍ତର ସିଝାଇ ଦେଇ ବହି ଯାଉଥିଲା। ଏହିପରି ସମୟରେ ପୁରୀ ଜିଲ୍ଲାର ଭାର୍ଗବୀ କୂଳରେ ଚିରଶ୍ୟାମଳ ପୁନ୍ନାଗ କୁଞ୍ଜ ଭିତରୁ ବାହାରି ଏକ ପ୍ରେତ ବାହିନୀ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଏ ଯାତ୍ରା କାହାର ତୀର୍ଥଯାତ୍ରା ନୁହେଁ। ଏଥିପାଇଁ ଗାଁରେ ପାଞ୍ଜି ଦେଖାଯାଇ ଅନୁକୂଳ ବଛାଗଲା ନାହିଁ। ଗାଁ ଗହଳି ଭିତରୁ ଏଥିଲାଗି ଶୁଭ ହୁଳହୁଳି ଧ୍ୱନି ଶୁଣାଗଲା ନାହିଁ। କିଏ କାହାକୁ ଏଥିଲାଗି ଅଭ୍ୟର୍ଥନା କଲା ନାହିଁ କି କିଏ କାହାକୁ ଯାତ୍ରା ପଥରେ ଯିବା ପାଇଁ ବାରଣ ମଧ୍ୟ କଲା ନାହିଁ। କିଏ କାହା ପାଇଁ କାନ୍ଦିଲା ନାହିଁ କି କିଏ କାହାକୁ ହାତ ଟେକି ଆଶୀର୍ବାଦ ମଧ୍ୟ କଲା ନାହିଁ। ଗାଁରୁ ବାହାରିଲେ ଏ ବିଚିତ୍ର ଯାତ୍ରୀ ଦଳ। ଏମାନଙ୍କର ବେଶବାସ ଅତି ବିଚିତ୍ର ଧରଣର। ସମସ୍ତଙ୍କ ଦେହରେ କନା। କନା ଛଡ଼ା ଲୁଗା ଖଣ୍ଡିଏ କାହାର ନାହିଁ। ସେ କନା ପୁଣି 7ଠା ସିଲେଇ ହୋଇଛି। ହାସ୍ୟରେଖା କାହାର ଅଧରରେ ନାହିଁ। ଯାତ୍ରାର ଆନନ୍ଦ କାହାର ମୁଖମଣ୍ଡଳକୁ ଆଲୋକିତ କରୁନାହିଁ। ନିତାନ୍ତ ନିର୍ବେଦ ନିସ୍ତେଜ ଭାବରେ କେବଳ କେତେଗୁଡ଼ାଏ ମାତ୍ର କଙ୍କାଳ ରୂପୀ ପ୍ରେତ ପ୍ରେତିନୀଙ୍କର ଯାତ୍ରା ଆରମ୍ଭ ହେଲା। ବିଶ୍ୱବିଜୟୀ ସିକନ୍ଦର ଯେତେବେଳେ ଜୈତ୍ର ଯାତ୍ରା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ଗତିପଥ ରୋଧ କରିବା ଦରକାର ପଡ଼ିଥିଲା। କିନ୍ତୁ ଦିନେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଦଳେ କଙ୍କାଳ ବାହିନୀଙ୍କର ପଥରୋଧ କରିବାକୁ ଯେ କିପରି ଦରକାର ପଡ଼ିଥିଲା ସେ କଥା ତୁମେ, ଆମେ ବା ଆଉ କିଏ ଅତି ପରିଚିତ ଧରଣୀବାସୀ ସହଜରେ ବୁଝିପାରିବା ନାହିଁ। ମାତ୍ର ଜଗତର ନାଥ ଜଗନ୍ନାଥ ମୂଲକ ଏ କଥା ଯେପରି ସତ୍ୟ, ଏ କଙ୍କାଳ ବାହିନୀ କି ଯାତ୍ରା ପଥରେ ଅବରୋଧ କରିବା କଥାଟା ମଧ୍ୟ ଠିକ୍ ସେହିପରି ସତ୍ୟ। ଏଥିରେ କିଏ ପ୍ରତିବାଦ କଲେ ପ୍ରତ୍ନତତ୍ତ୍ୱ ଅନୁସନ୍ଧାନ ପାଇଁ ଦୟାକୂଳର ମଡ଼ା ପଡ଼ିଆ ନାମକ ସ୍ଥାନକୁ ତାଙ୍କୁ ପଠାଇ ଦେବା ଦରକାର। ସେ ଅନୁସନ୍ଧାନରେ ଦେଖାପଡ଼ିବ ବହୁତ ଜିନିଷ, ଶୁଣାଯିବ ବହୁତ କାହାଣୀ। ସେଇ ମଡ଼ା ପଡ଼ିଆ ତଳର
ଗୋଟିଏ ବହୁ କାଳର ନିଷ୍ପେଷିତ କ୍ଷୁଦ୍ର କାହାଣୀ ଏଇଠାରେ କୁହାଯିବ। ସେଠାରେ ଏକ ବିରାଟ କଙ୍କାଳ ବାହିନୀକି ବାଧା ଦେବା ଦରକାର ପଡ଼ିଥିଲା। ନଙ୍କ ଦୁର୍ଭିକ୍ଷର କରାଳ ସର୍ବଗ୍ରାସୀ ଲୀଳା ଯେତେବେଳେ ଓଡ଼ିଶାର ପୁରପଲ୍ଲୀରେ ଚାଲିଥିଲା, ପୁରୀ ସେତେବେଳେ ବହୁ ଜନାକୀର୍ଣ୍ଣ ଏବଂ ତହିଁ ସଙ୍ଗେ ସଙ୍ଗେ ବହୁ ମଡ଼ାକୀର୍ଣ୍ଣ ମଧ୍ୟ। ପ୍ରକାଣ୍ଡ ପ୍ରାନ୍ତର ଯେଉଁ ଦିଗରୁ ଚାହିଁବ ସିଆଡ଼େ ସାହାରାର ଦୃଶ୍ୟ। ବେଳ 2 ଘଡ଼ି ଥିବା ମଧ୍ୟରେ ଚତୁର୍ଦିଗରେ କେବଳ ଅଗ୍ନିର ଜୁଆର ନାଚି ଉଠୁଛି। ବିଲରେ ଫସଲ ନାହିଁ, ପାଖ ଗଛ ଦେହରେ ଶାଗୁଆ ପତ୍ରଟାଏ ସୁଦ୍ଧା ନାହିଁ, ଧରଣୀରେ ସଜୀବତା ନାହିଁ, ଗଗନରେ ମେଘ ନାହିଁ, ଆଉ ତାରି ମଧ୍ୟରେ କେବଳ କେତେଗୁଡ଼ାଏ କଙ୍କାଳ କେଉଁ ଅସୁରପୁରୀରେ ବନ୍ଦୀ ଥିଲା ପରି ସେହି ଅଗ୍ନି ବର୍ଷା ମଧ୍ୟରେ ତାଳୁ ଦେଖାଇ ଦେଇ ଛଟପଟ ହେଉଛନ୍ତି। ମଝିରେ ମଝିରେ ଶୁଭୁଛି ଠେଙ୍ଗାର ଠକ୍ ଠାକ୍ ଶବ୍ଦ। ତା ଛଡ଼ା ସବୁବେଳେ ଅଗଣିତ ବୁକୁତଳର ଦୀର୍ଘଶ୍ୱାସରେ ସେହି ଗୁଳଗୁଳିଆ କ୍ଳାନ୍ତ ପବନ ବିଚଳିତ ହୋଇପଡ଼ୁଛି। ସେଠାରେ ଦେବତା ତ କେହି ନାହାନ୍ତି, ମନୁଷ୍ୟ କେହି ନାହାନ୍ତି କହିଲେ ମଧ୍ୟ ଚଳେ। କେବଳ କେତେଗୁଡ଼ାଏ କଙ୍କାଳକୁ ଆଉ କେତେଗୁଡ଼ାଏ କଙ୍କାଳ ଜଗିଛନ୍ତି ମାତ୍ର। ପତିତ ପାବନ ପ୍ରଭୁ ଜଗନ୍ନାଥଙ୍କର ଶାନ୍ତି ଦରକାର କି ନିରନ୍ନ ବୁଭୁକ୍ଷୁ କଙ୍କାଳ ଗୁଡ଼ାକଙ୍କର ଶାନ୍ତି ଦରକାର, ଏ ବିଷୟରେ ଏଇ ଠେଙ୍ଗାଧରା ଚୌକିଦାର ଗଣ ଶିକ୍ଷା ଲାଭ କରୁଛନ୍ତି। ସେଥି ଭିତରେ ମଳିକପଡ଼ାର ହରିମଳିକ ତାର ଠେଙ୍ଗାଟାକୁ ତଳେ ଠକ୍ ଠକ୍ କରି ତାର ସାଥୀ ଘନିଆକୁ କହିଲା, କହ ଭାଇ, ବାନା ତଳେ ମଲେ ଲାଭ ନା ଏଠି ମଲେ ଲାଭ? ଘନିଆ କହିଲା, ବାନା ତଳେ ମଲେ ଏମାନଙ୍କର ଲାଭ, ଏଠି ମଲେ ଆମର ଲାଭ। ବାନା ତଳେ ମଲେ ଏମାନେ ମୁକ୍ତି ପାଇବେ, ମାତ୍ର ଆମକୁ ମଡ଼ା ଉଠେଇବାକୁ ପଡ଼ିବ, ହେଲେ ଏଠି ମଲେ ଆମେ ନିଶ୍ଚିନ୍ତ। ହରିଆ କହିଲା, କାହା କଥା କହୁଛ ଭାଇ? ତୁ ଯାହାଙ୍କ କଥା ପଚାରୁଛୁ ଏଇ ଭିକାରୀ ଗୁଡ଼ାକଙ୍କର କଥା? ନାଇଁ ଭାଇ, ପଚାରୁଛି ମୋରି କଥା। ଏଗୁଡ଼ାକ ଆଉ ମରିବେ କ'ଣ ଯେ? ଏମାନେ ତ ମରିସାରିଛନ୍ତି। ଏଠି ତ 8 ଦିନ ହେଲା ଆମେ ଜଗି ରହିଲେ। କହ ଭଲା, ଏ 8 ଦିନ ଭିତରେ ଏମାନଙ୍କ ମୁହଁରେ ପାଣି ଟୋପେ କିଏ ଦେଲା? ଆଉ ଏବେ ସେ ବିକଟ ଚିତ୍କାର ଶୁଣୁଛୁ ନା? ଶୀତ ଦିନ ନଈର ପାଣି ଖରା ଲାଗି ଆସ୍ତେ ଆସ୍ତେ ସେଇ ନଈବାଲିରେ ଲୀନ ହୋଇ ଆସିଲା ପରି ଏମାନଙ୍କର ଜୀବନ ଧୀରେ ଧୀରେ ସରି ଆସୁଛି। ଏଇ ଦେଖ, ମଲା ପରି ଏଇ ଉପରେ ଉପରେ ପଡ଼ି ଜମା ହୋଇଛନ୍ତି ଯେଉଁମାନେ, ସେମାନେ କି ଆଉ ଉଠିବେ? କହୁ କହୁ ତାର ଶୁଖିଲା ନିଷ୍ପ୍ରଭ ଆଖି ଭିତରୁ କୁଆଡ଼େ 2 ଟୋପା ଲୁହ ଗଡ଼ି ପଡ଼ି ତା ବୁକୁ ଉପରେ ପଡ଼ିଗଲା। ଘନିଆ କହିଲା, ପାଗଳ, କହିଦେଇ ସେ କ'ଣ ଭାବୁଛି ଭାବୁ ଭାବୁ ବସି ପଡ଼ିଛି। କେତେବେଳ ହେଲା ଖରା ଠିକ୍ ମୁଣ୍ଡ ଉପରେ ଛିଡ଼ିଲା। ଘନିଆ ତା ଭାବନା ସ୍ୱପ୍ନରୁ ଉଠି ମୁଣ୍ଡ ଟେକି ଚାହେଁ ତ ଆଗରେ ତାର ପ୍ରିୟ ପଲ୍ଲୀ ବନପଡ଼ାର ଛାୟା ସୁଦ୍ଧା ନାହିଁ। ତା ଭିତରେ ତାର କ୍ଷୁଦ୍ର କୁଟୀର ଖଣ୍ଡିକ ଭାଙ୍ଗି ପଡ଼ିଛି। ପ୍ରାଣର ପ୍ରିୟଜନ ସକଳ କୁଆଡ଼େ ଘର ଛାଡ଼ି ଯାଇ ଏହିପରି ଏକ ଚୌକିଦାର ଗହଳରେ ଉଦୁଦିଆ ଖରାକୁ ମୁଣ୍ଡ ଦେଖାଇ ଦେଇ ସିଝୁଛନ୍ତି ମାତ୍ର। ସେ କ୍ଷୀଣ କରୁଣ ସ୍ୱରରେ ଚିତ୍କାର କରି ଡାକିଲା, ହରି ଭାଇ, ହରି ଭାଇ। ପାଖରେ କେହି ନାହାନ୍ତି। ଆଖି ମଳି ପୁଣି ଚାହିଁଲା, ଦେଖିଲା ତାରି ବସିବା ଛାଇକି ମୁଣ୍ଡ ରଖି 2ଟା କଙ୍କାଳ ଶେଷ ନିଶ୍ୱାସ ଛାଡ଼ୁଛନ୍ତି। ହରି ଭାଇ, ଉତ୍ତର ମିଳିଲା ନାହିଁ। ଉଠି ଠିଆ ହୋଇ ଚାହିଁଲା, ଦେଖିଲା କଙ୍କାଳ ବାହିନୀର 12ପଣ ଲୋକ ଝାଉଁଳି ପଡ଼ିଲେନି। କଙ୍କାଳ ବାହିନୀର ଏ ପରାଜୟରେ ଚାରିପାଖର ବିଜୟୀ ଚୌକିଦାର ଗଣ ଛତା ଫିଟେଇ ତଳେ ବସି ପଡ଼ିଛନ୍ତି। ପୁଣି ଡାକିଲା, ଭାଇ, ହେ ହରି ଭାଇ। କୁଆଡ଼ୁ କିଛି ଉତ୍ତର ମିଳିଲା ନାହିଁ। ଚାରିପାଖେ ଅଗଣିତ ମଡ଼। ସେଇ ଭିତରେ ଏକ ମଡ଼ା ଉପରେ ବସି ହରିଆ କହିଲା, ରାଧି। କଙ୍କାଳିନୀ ଆଖି ଫିଟାଇ ଚାହିଁଲା। ହରିଆ ପଚାରିଲା, ଆଉ କିଏ? ସମସ୍ତେ। କାହାନ୍ତି ସବୁ? ବାଟରେ ଏଠାକୁ ଆସୁଛନ୍ତି? ନା, ଆଉ ଆସିବେ ନାହିଁ। 8 ଦିନ ହେଲା ସେମାନେ ମଲେଣି। ମଲେଣି? ସମସ୍ତେ ମଲେଣି? ହଁ, ବାକି ଅଛି ମୁଁ। ହରିଆ କଙ୍କାଳିନୀ ଉପରେ ହାତଟା ରଖି ଚିନ୍ତାମଗ୍ନ ହୋଇପଡ଼ିଲା। ଦେଖିଲା ତା ହୃଦୟରେ ଏକ କଙ୍କାଳିନୀର ଛାୟା ଆସି ପଡ଼ିଛି। କି ନିବିଡ଼ ଘନ ଛାୟା ସେ! ସେଇ ନିବିଡ଼ ଛାୟା ଭିତରେ 2ଟି ଆଖି ଜଳ ଜଳ ଛଳ ଛଳ ହୋଇ ଚାହିଁଛି। ଆଉ ବୁକୁର ହାଡ଼ଗୁଡ଼ାକ ଦେଖାଇ ଦେଇ କହୁଛି, ଏହା ଭିତରେ କ'ଣ ଅଛି ଜାଣ? ଏ କହୁଛି ହଁ। ସେ କହୁଛି ଜଣକୁ ପାଇବାର ଇଚ୍ଛା। ସେ ଇଚ୍ଛା ପୂର୍ଣ୍ଣ ହେଲା ନାହିଁ। ଏ କ'ଣ କହିବାକୁ ଯାଉଥିଲା, ହଠାତ୍ ଭୂମିକମ୍ପ ହେଲା। ଯେଉଁ ମଡ଼ା ଉପରେ ଏ ବସିଥିଲା ସେଇଟା ହଲଚଲ ହେଲା। ଚମକି ଦେଖିଲା
ତାରି ତଳେ ଆହୁରି 2-4ଟା ଲୋକ ଜିଇଁଛନ୍ତି। କଙ୍କାଳିନୀ ଉପରେ ହାତ ପୁଣି ବୁଲାଇଲା। ସେ କିଛି କହିଲା ନାହିଁ, କେବଳ ଆଖି ବୁଜିଦେଇ ପାଟି ପାକୁ ପାକୁ କଲା। ବୈଶାଖ ସୂର୍ଯ୍ୟ ଦେହକୁ ସିଝାଇ ଦେଇ ହାଡ଼ର ଲସା ପରି ଯେଉଁ କେତେ ଟୋପା ଝାଳ ବାହାରିବାରେ ସାହାଯ୍ୟ କରୁଥିଲା, ହରିଆ ତାହା ଆପଣା ଦେହରୁ ପୋଛି କଙ୍କାଳିନୀ ମୁହଁରେ ଦେଇ କହିଲା, ରାଧି। କଙ୍କାଳିନୀ ଆଖି ଫିଟେଇ କହିଲା, ଆଉ? ହରିଆ ତାକୁ କୋଳକୁ ଟାଣି ଆଣି କହିଲା, ଚାଟ ଏ ବୁକୁକୁ, ଏଇଠାରୁ ବେଶୀ ଝାଳ ବାହାରୁଛି ଲୋ। ହରିଆ ବୁକୁରୁ ଯେ କେବଳ ଝାଳ ବାହାରୁଥିଲା ତା ନୁହେଁ, ବୁକୁ ତଳେ ଏକ ସ୍ପନ୍ଦନର ସ୍ରୋତ ମଧ୍ୟ ଚାଲିଥିଲା। କଣ୍ଠର ପିପାସା ଅପେକ୍ଷା ପ୍ରାଣର ପିପାସା ଅତି ପ୍ରବଳ ଥିଲା। 2 ବାହୁ ତଳେ ସେ କଙ୍କାଳିନୀକି ଜାକି ଧରିଲା। କଙ୍କାଳିନୀ ତାର ମଳିନ ରକ୍ତହୀନ ଶୁଷ୍କ ଅଧରକୁ ବୁକୁ ପାଖେ କୁଞ୍ଜି ଦେଲା। ତାର ମନେ ହେଲା ଏଇ ଶେଷ ମୁହୂର୍ତ୍ତରେ ସେ ତାର ଶେଷ ପଦକ କହିଦେଇ ଯିବ। ଏହି ମଡ଼ା ଉପରେ କି ଆମର ବେଦୀ ତିଆରି ହେଲା। ପଛରେ 2-4ଟା ମଡ଼ା ଉପରେ ପାଦ ଦେଇ ଘନିଆ ଡାକିଲା, ହରିଆ ଭାଇ, ଇଏ କ'ଣ? ହରିଆ କଙ୍କାଳିନୀକୁ ସେହିପରି ବୁକୁରେ ଜାକି ଧରି ଉତ୍ତର ଦେଲା, ଇଏ ହେଉଛି ମୋ ରାଧି। ଆରି କଥା କହୁଥିଲି ତୋତେ ବାଟରେ, ବର୍ଷକ ତଳେ ଆରି ସହିତ। ଘନିଆ ମୁହଁକୁ ଗମ୍ଭୀର କରି କହିଲା, ସବୁ ବୁଝିଲି, ଆଜି ଏପରି ଏଠାରେ। ଘନିଆ କିଛି ସମୟ ନୀରବ ରହି ପଚାରିଲା, ତୋର ହୁଦା ପଗଡ଼ି ଠେଙ୍ଗା ସେସବୁ ଛାଡ଼ିଛି, ତାହେଲେ ତତେ ମଧ୍ୟ ଏଠି ଜଗିବାକୁ ପଡ଼ିବ ନା ଆମ ଦୁହିଁଙ୍କୁ। ଘନିଆ ଉପଦେଶ ଦେଲା ପରି କହିଲା, କେଡ଼େ ଅଭାଗା ତୁ, ଜାଣି ଜାଣି ଏ ଦଳରେ ମିଶିଲୁ। ହରିଆ ବୁକୁ ତଳେ ଧରିଥିବା କଙ୍କାଳିନୀର ମୁହଁ ଉପରକୁ ଝୁଙ୍କି ପଡ଼ି କହିଲା, ମୁଁ ପରା ଆକୁଇ ଖୋଜୁଥିଲି ଭାଇ। ବର୍ଷକ ତଳେ ବିଭା ବେଦୀ ତିଆରି ବେଳେ ୟାକୁ ପାଇଥିଲେ ସାଥୀ ହୋଇ ଆସିଥାନ୍ତୁ ଏଇଠାକୁ। ଆଜି ବର୍ଷକ ପରେ ଏଇଠି ଦେଖା ଦେଖି। ଏବେ ହେଲି ଭାଗ୍ୟବାନ, ବର୍ଷ କେବଳ ମଝିରେ ଅଭାଗା ଥିଲି। କଙ୍କାଳିନୀର କ୍ଷୁଧିତ ଆତ୍ମା ଭିତରେ କି ଶାନ୍ତି ପାଇଲା କେଜାଣି। ସେ କହିଲା, ଚାଲ। କୁଆଡ଼େ? ବାହାରକୁ। ହରିଆ ଜଳମଗ୍ନ ବ୍ୟକ୍ତିକୁ କାନ୍ଧେଇଲା ପରି କଙ୍କାଳିନୀକୁ କାନ୍ଧେଇ ଠିଆ ହେଲା। ଘନିଆ କହିଲା, ବସିବାକୁ ହେବ, ବସ ବସ। ଆଗରେ ଥିବା ଚୌକିଦାରଗଣ ଠେଙ୍ଗା ଧରି ଠିଆ ହେଲେ। ସେମାନଙ୍କ ତାଳୁ ଉପରେ ଠେଙ୍ଗା ମୁଣ୍ଡି ଦେଖାଗଲା। ପାଟି ଶୁଭିଲା, ହଇ। ହରିଆ ରାଧି ମୁହଁରେ ଲୁହ 2 ଧାର ଢାଳି ଦେଇ କହିଲା, ଏଇଠି ଆମର ବେଦୀ, ଆଉ ବାଟ ନାହିଁ। ଏତିକି କହିଦେଇ ମୁଁ ନୀରବ ହେଲି। ବନ୍ଧୁ ଉତ୍କର୍ଣ୍ଣ ଭାବରେ ରହି ପଚାରିଲେ, ତାପରେ? ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ତାପରେ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।